ଦେଖିଲି ଯୁଧିଷ୍ଠିର ଦ୍ରୌପଦୀଙ୍କର ଶୃଙ୍ଗାର ଦେଖିଲି ସୁଖ ଭୋଗ ଛାଡ଼ି ବହି ବନବାସ କଲି ଛାଡ଼ି ବହି ବନବାସ କଲି ସେଇ ବନସ୍ଥ ପଥରେ ମୁଁ କେଉଁ ଫଳ ଭକ୍ଷଣ ନ କରିଛି ଭାଇଶ୍ୱର ଯୋଉ ଫଳ ଆଣିଛନ୍ତି ଏ କେମିତି ଫଳ କାହାକୁ କାହାକୁ ପ୍ରାପ୍ତ ହୋଇଛି କିଏ ସେ ଫଳ ଖାଇଛି କାହାକୁ କାହାକୁ ମିଳିଛି ତମ ପଣେ ଗୋସାଇ ବାବାଙ୍କୁ ମିଳିଛି ନାହିଁ ତମ ଗୋସାଇ ବାବାଙ୍କୁ ମିଳିଛି ନା ତମ ବାପାଙ୍କୁ ମିଳିଛି ନାହିଁ ତମ ମାଙ୍କୁ ଫଳ ଖାଇ ଦେଇକିରି ବୋଲି ପଡୁଛି ଆଉ ମିଳିଛି କୋଉ ଫଳ ଖାଇବା ପାଇଁ କୋଉ ଫଳ ଖାଇବା ପାଇଁ ତମେ ପାଞ୍ଚ ଭାଇ ଯାକ ପଞ୍ଚାଳ ଦେଶକୁ ପଟି ଉଠି ଆଣ୍ଠୁ ଛିଣ୍ଡେଇକି ଯାଇଥିଲ ଆଣ୍ଠୁଟା ଦେଖାନ୍ତି ଟିକେ ଆଣ୍ଠୁଟା ଦେଖାନ୍ତି କଣ ଏଟା ଛିଡିଛି ନା ନାଇଁ ଦେଖିଆ ତମର କେତେ ଭାଇ ତୋର କଣ ଗଲା ଆମେ କେତେ ଭାଇ ଆମର କେତେ ଭାଇ ତୋର କଣ ଗଲା ରେ ତମର କେତେ ଭାଇ କୁହ ଜାଣିନ ପାଞ୍ଚ ଭାଇ ପଞ୍ଚୁ ପାଣ୍ଡବ ପାଞ୍ଚ ଭାଇ ତମର ପାଞ୍ଚ ଭାଇ କାର କଣ ଆମର ମୁଁ ଏକୁଟିଆ ହଉ ହେଲେ କୋଉ ଫଳ ଖାଇବା ପାଇଁ ଆମ ଅର୍ଜୁନ ପଞ୍ଚାଳ ଦେଶକୁ ଯାଇଥିଲି ଓଷାଗୁଡି ସ୍ମରଣରେ ଆସିବି ଟିକେ ଫୁଲ ହଳି ଦେବେ ବାପା ଭାଇ ମାନେ ଟିକେ ହରିବୋଲ ଦେଲେ ମହାପୁରୁ ଦେହକୁ ଆସିବେ ଅର୍ଜୁନକୁ କୋଉ ଜାଗାରେ ଫଳ ମିଳିଥିଲା ସେ ବିଷୟରେ ଟିକେ କହିଛି ଟିକେ ମା ମାନେ ଝାঁକି ହେଲେ କାହିଁକି ମହାପୁରୁ ଆସିଲେନି ତମେ ଝାঁକିରେ କାଟିଦେଲେ ମହାପୁରୁ ଭାରି ପଡିବ ଗଣନାଥରେ କେମିତି ସାଙ୍ଗେ ସାଙ୍ଗେ ମା କାଳି ପଳେଇ ଆସୁଛନ୍ତି ସେମିତି ନାଇଁ ନଉତୁ ଝୁଣ ସଉତି ତମେ ମୁଠାଟା ମାର ଭାରି ପଡିବ ପ୍ରଥମେ ମହାପୁରର ଗମ୍ଭୀରା ଘରକୁ ଯିବ ମହାପ୍ରଭୁ ବରଣ କରି ଆଣିବାକୁ ଯିବାକୁ ପଡିବ ତାକୁ ଆଗ ଡୋର ତିନିଟା ଟିକେ ଉଲାରି ଦେଖିବ ଯଦି ମା ଅଛନ୍ତି ମା ମୋ ଝିଅକୁ ମତେ ବାୟା ଡାକିଲେ ମୁଁ ଉଠୁଛି ନା ତୁଛାରେ କରିଦଉଛି ଠିକ କଥା କହିଛି ବାୟା ଏତେ ବେଳ ଯାଏ ଗୋଟେ ଠିକ କଥାରେ କହିଲା କାହାକୁ ନ ଡାକିଲେ କିଏ ଏତେ ଶସ୍ତା ନାହିଁ ଯେ ଆପେ ଆପେ ପଳେଇ ଆସିବ ଆଉ ହେଲେ ମୋର ଟିକେ ଭୁଲ ହେଲା ମୁଁ ଟିକେ ଡାକିବା କଥା ହଉ ଟିକେ ଡାକୁଛି Bye.
ହଁ ଅର୍ଜୁନକୁ କୋଉ ଜାଗାରେ ଫଳ ମିଳିଥିଲା ସେ ବିଷୟରେ କହିବାକୁ ଯାଉଛନ୍ତି। ଦୁର୍ଯ୍ୟୋଧନ ତୁମ୍ଭକୁ କେ ମାରିବାର ପାଇଁ ଦୁର୍ଯ୍ୟୋଧନ ତୁମ୍ଭକୁ କେ ମାରିବାର ପାଇଁ ଚଉଷଣ ପଟରେ ଗୃହ ସେ ତୋଳାଇ ଚଉଷଣ ପଟରେ ଗୃହ ସେ ତୋଳାଇ କଟକରେ ତୁମକୁ ହେସେ ବୁଲାକି ନେଇ ସେ ଗୃହରେ ତୁମ୍ଭ ସରର যতু ঘরে যাও দিলে অগ্নি লাগাইনা যতু ঘরে যাও দিলে অগ্নি লাগাইনা সেখানে বাহার করি ঘর সরল নগরে বসি সরজুন দীপার হের নগরে বসি সরজুন দীপার হের কুম্ভীরে জগনি মধ্যরে বাঁধিল তহু যাই হিমক বনে প্রবেশিলা ভগবান প্রবেশিলা হিমক রাক্ষস শেষানে রহিল হিরিমিকি বিভাগলে বীর বিবসেরা হঠাৎ ভরিলা জানা গোপনে রখিলে তাহু না জানিলে কেহি গোপনে রখিলে তাহু না জানিলে কেহি রামেশ্বর পীঠের প্রবেশ লড়াই সেদিন দ্রৌপদী ସେଇଠି ଯୋଉ ଫଳ ମିଳିଥିଲା କୋଉଠି ପଞ୍ଚାଳ ଦେଶରେ ଏ ଯୋଉ ଲାଖ ବିନ୍ଧା ରାଠା ଚକ୍ର ରୋହି ମାଛ ওটাকে କିଛି ମନେ ନେଇ ତମ ଆଉ ବେଙ୍ଗ ଭଜା ଖାଇଛୁ ଦିଅ ରଖି ପକା ଆଉ ନାହିଁ କରନ ଅଛି ସମୟ ହେଲାଣି ସେମିତି ଖରା ହଉଛି ସବୁ କୁଳକୁଳ ହେଇଯିବ ଏଇଠି ତ ହଁ ସେଇ ଫଳ ମୁଁ ଲାଖ ବିନ୍ଧି ହଁ ଦୁଇଏ ତପଣା କରି ଫଳ ଗ୍ରହଣ କରିଛି କିନ୍ତୁ ଏବେ ମୋତେ ଆବଶ୍ୟକ ନାହିଁ ଧକ୍କା ଦିଅ ସେତେବେଳେ ଲାଖ ବିନ୍ଧି ଗ୍ରହଣ କରିଥିଲ
ଆଉ ଏବେ ନହେଲେ କୋଉଠି ଅଛି ବିନ୍ଦୁ ନା ନହେଲେ ଆଉ ବିନ୍ଧିବନି କି ନା ଏ ମା ଏ হ্যাঁ କହିଲା ଲାଖ ବିନ୍ଧିକି ଆଣିଥିଲି ଆଉ ବିନ୍ଧା ବିନ୍ଧି ହବନି ଛଅ ଭାଇ তবে না ওরা কানে হল হল হচ্ছে কি এ মা ও কথাରେ ଅଛି ଲୋଡ଼ିଲେ ଚାଚିଲେ ମାନିକ ଭେଣ୍ଡି হ্যাঁ ଚାଚିଲେ ମାନିକ ଭେଣ୍ଡି ଲୋଡ଼ିଲେ କପା ମଞ୍ଜି କଉନି ତମେ ଏବେ ଚାଚୁଛ ତାଙ୍କେ ରଖିବାକୁ ନାରା ସେତେବେଳେ ଖୋଜି ହେବେ ସେତେବେଳେ ପାଉନଥିବ ତମେ ହେଲେ ତାଙ୍କ ସପୋର୍ଟ ଏତେ ରାଗିକି ପେଲିକି ଗାଳି ଦଉଛ ଆଲୋ ମା ତମର ମହତ୍ଵ ରଖିବା ପାଇଁ ତମର ମର୍ଯ୍ୟାଦା ରଖିବା ପାଇଁ ମୁଁ କହୁଛି କାଳେ ଏତେ ହଟ ହଟ ଆଉଛ ଚହରି ନହେଲେ କାହାକୁ ଯାଉଥିଲେ ଦିଅ ବୋଲି ଅର୍ଜୁନା ଗାଁ ତମେ ରଖିବ ନା କେଉଁ କୁହ ନା ତମେ ରଖିବ ନା ମୁଁ ରଖିବି କୁହ আরে ভাইয়া তো মুহ 15 বারের ছটিয়া মতো বড় ঘোড়া গিটা তো পাই নাই ନାଇଲୋ ତୋର ମୋର ଦି ଭଉଣୀ ଭାଇ ଭଉଣୀ ହେବା ଲୋ ନାଇଲୋ ତାର କୋଉଠି ଛତିଆ ହେଇଯାଇଥିଲ ମୋରା ଆଉ କଣ ତୋର କୋଉଠି ଛତିଆ ହେଇଯାଇଛି ମୋର କଣ କୋଉଠି ଛଟାଇଛି ଅଡିନା ଆସ ପାଛିନା ବଡ ଦୁଛ ଛଟାଇନି ଭାବୁ ଆଉ ଥରେ କହିଲ ନଙ୍ଗ ନଙ୍ଗ ହେଲାଣି ଦେତା ବେରା ମୁଁ ଆସିକି ଆସ ପାଣି ବୁଲାଟେ ମାଇକିଲା ସାଙ୍ଗ କଲୁ ତମେ আরে ଝାଡା ଯିବା ବେଟା ତୁ ଝାଡା ଯିବାକୁ ବାହାରିଲୁ ଯେ ହଁ। ଆମେ ତ ହେଲୁ 3 ଜଣ ହଁ ଏ ପ୍ୟାକେଟଟି ପାଣି ହବ ତମେ ଦି ଲୋକ ପ୍ୟାକେଟ ତମେ ଛାଞ୍ଚ ପକା ମୁଁ ନହେଲେ ଗାଣ୍ଡି ଗୋଛା ଦେଇ छी ମୁଁ ଗାଣ୍ଡି ଗୋଛା ଦେଇ ପଳେ ଆଉ କହୁଛୁ ଉଠିବାକୁ ଝାଡା ତିନି ପାଣି ପିଇବାକୁ ଶୋଇ ପଡିବାକୁ ଚାଲ ଖାଇବାକୁ ଚାଲ ଶୋଇ ପଡିବା ନାଇଲୋ ମା ଆଉ ସେମିତି ପ୍ରକୃତି ହେଲାଣି ମଝିରୁ ଶିଖି ଯାଇଛି ଦିଟା ଆଙ୍ଗୁଠି ଯୋଉ ଦେଖେଇଲୁ ତା କଥା ଯଦି ହେଲାନି ହଁ। ତମେ କୁହ ଦେତା ଦିଟା ଆଙ୍ଗୁଠି ଦେଖାର କାରଣଟା କଣ ଦେତା ହଁ ତମେ ଶୁଣିବ ହଁ। হ্যাঁ ହଁ ଅର୍ଜୁନଙ୍କ ନିକଟକୁ ହଁ। ମୁଁ ଫେରିତି ହେ ଫେରିତି କୁଆଡେ ଆଇଛ କିଣିବି ଶୋଇ ପଡି କଣ କହୁଛି ପ୍ରୀତିଭାଇ ଆଇଛି ବୋଲି କହୁଛି ଏ ମାଇ হ্যাঁ ପ୍ରୀତିଭାଇ ଆସିଛ হ্যাঁ হ্যাঁ ପ୍ରୀତିଟା ମିଠା ନା ଖଟା ନ মিঠা খটা দিদা ତମେ ଚାଖିଛ ନାଇଁ ଗো ମା ପ୍ରୀତି ମିଠା ଅଛି ପୁଣି ଖଟା ଅଛି କିପରି হ্যাঁ ପ୍ରୀତି ଯୋଗେ କୀର୍ତ୍ତି ରହିଛି ହଁ, ହଁ। ପୁଣି ଏଇ ପ୍ରୀତି ସକାଶେ ଅକୀର୍ତ୍ତି ହୋଇଛି হইছি ତେଣୁ କରି ମିଠା ଖଟା হ্যাঁ হ্যাঁ ତେବେ ମାଇ ପ୍ରୀତି ସକାଶେ କିଏ ସେ କୀର୍ତ୍ତି ରଖିଛି ବୁଝିଲ কিয়েছে ଦେଖ ମୂଳରୁ କହି ଜାଣିବି ନା হ্যাঁ হ্যাঁ ଦେଖ ତମ ପଣି ଗୋସାଇ ବାପା হ্যাঁ হ্যাঁ ତମ ଗୋସାଇ ବାପା ତମ ବାପା ତମ ବାପା ତୁମେ ପୁଅ ନାତି ଅଣିନାତି ପଣିନେ আচ্ছা ଏମିତି 7 ବର୍ଷକୁ ତାପ କରି ଭଗବାନଙ୍କର ଏଇ ମାନବ ସୃଷ୍ଟିରେ ଚାଲିଛି କୋ ଅନାସିନି କାଳରୁ ଇଏ ଚାଲିଛି ଏଇଟା ପ୍ରୀତି ଯୋଗେ କୀର୍ତ୍ତି ରହିଲା ତେବେ ଏଇ ପ୍ରୀତି ସକାଶେ হ্যাঁ হ্যাঁ କିଏ ସେ ଅକୀର୍ତ୍ତି କରିଛି ବୁଝିଲ কিয়েছে ତୋ ନାଁ ହଉଛି ପେଣ୍ଠି ଇଏ ଲୋକେଟା রেডি এই ତୋ ନାଁ ହଉଛି ପାଣ୍ଡି আঙ্ক নাও যে পান্ডা পড়ো ଦେଖ ଇଏ କି ସୁଗୁଳି ବେଳ ରହିଛି ସିଏ ଦାନା ଖିଆ ମଇଁଷି ବେଳ ରହିଛି ଏ তুই খালি নাকিয়া গুয়া পড়ুছু তাকে কি করছো বেশি হব তোমার ফাটা বদলি দেবি না বদলি দেবি বদলে দাও হ্যাঁ এইটা সব পূর্ণ না আগে ভাল লাগলানি তো না হচ্ছে রানী ফোন্ডা ইয়া না হচ্ছে নিশা মারা ଆଉ ସାଉ ଭାଉଜଟା ଆସି ପୃଥିବୀରେ କି ଭାବ ଅଛି ହଲୋ ସିଏ ତ ଟିକେ ରାଗୁଛି ତମେ କେତେ କୁଆଡେ ଘେସି ମାରିଲେ ଗଲେ ହବ କି ମୋ ତ ସେଇଟେ ମନ ଆଉ
ମାଏ হ্যাঁ ବିଧାତା ପୁରୁଷ আচ্ছা ଏ ପୃଥିବୀରେ କି ଭାବ ରଖିଛି ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରୁନି ଗো ମା এমা তুমি কোন জানিয়ে তবে কোন সাথে দিনে হইছে কি তবে তো আবার পিলাটা ଏ ଉପର ପିଲାଟା ମୁଁ କାଣ ଏତେ କଥା ଜାଣିବାକୁ ଯିବି ତମେ ମେକଅପ୍ ବାଲାରୁ ସିନା ଗଲେ ଯେ ଟକା ଭଳିଆ ଲାଇଟ୍ ଫ୍ରସିଂ ରେ ଦଉଛ ଆଉ ଗୋଡ ହାତ ରେଣ୍ଠାଳି ଆଇଲାଣି ମୁଣ୍ଡରୁ ଜଟ ଜଟ ଏପର ପିଲାଟା ନା ମୋର କୋଠରେ ଥାଳେ ଦେଖୁନ ଏଟା ତମ ଗୁରୁର ବେଶୀ ହେଇଛି ଏ ଛପନ ଗଣ୍ଡାର ବାଣ ବର ବାଇ ଝିଅ ବାଇ ଛପନ ଗଣ୍ଡାର ବାଣ ବର ବାଇ ରାବଣ ବ୍ରହ୍ମାଙ୍କର ଚାରି ମୁଖରୁ ହଁ ହଁ 14 ଲେଖାଏ 14 ଯୌକୁ 56 ଗଣ୍ଡା ଯୁବକୁ ବର ପାଇଥିଲା ସେ କଣ ଭଲ ଜାଣିଛ ତୋହିତା ହରି 14 ଗଣ୍ଡାରେ ବେଣ ହାରିଛି ରାବଣ ନିଜର ଝିଅ ସୀତାଙ୍କୁ ହରଣ କରି 14 ଗଣ୍ଡାରେ ମଲା ଗো ମା ହେଲେ ରାବଣ କଣ ଭୁଲ କଲା କି ଆଜ୍ଞା ରାବଣ ଭଳି ପଣ୍ଡିତ ଏ ଭୂମଣ୍ଡଳରେ କି ଅଛି କି ଆଜ୍ଞା ଯିଏ 4 ବେଦକୁ ପାଠ କରିଥିଲେ ଏବଂ ଯଜୁଶ୍ୟାମ ଅଥର୍ବ ଏତେ ବଡ ଜ୍ଞାନୀ ବିଷ୍ଣୁ ଋଷିଙ୍କର ପୁଅ ସେ ଜାଣିଛି ସୀତାଙ୍କୁ ହରଣ କଲେ ମୁଁ ମରିବି ତଥାପି ଜାଣି ଶୁଣି ସୀତାଙ୍କୁ ହରଣ କଲେ ଭୁଲ କଲେ କି ଆଜ୍ଞା ସମସ୍ତେ ଦୁନିଆ କହୁଛି ରାବଣ ଭୁଲ ଏ ଦୁନିଆ କହୁଛି ରାବଣ ଭୁଲ କିନ୍ତୁ ମୁଁ କହିବି ଏ ରାବଣ ଭୁଲ ନୁହଁ ରାବଣ ଠିକ ଯେତେବେଳେ ରାବଣ ସୀତାଙ୍କୁ ହରଣ କରିବା ପାଇଁ ଗଲେ ମନ୍ଦୋଦରୀ କି କହିଲେ ମନ୍ଦୋଦରୀ ମୁଁ ଯାଉଛି ସୀତାଙ୍କୁ ହରଣ କରି ଆଣି ମନ୍ଦୋଦରୀ କହିଲେ ସୀତାଙ୍କୁ ହରଣ କରିବାକୁ ଯିବ କେମିତି ଯିବ ବେଶଟା ଦେଖେଇଦେଲେ ହେଠି ଏମିତି ଚୋକି ବେଶରେ ଯାଉଛି ଭିକାରୀ ବେଶରେ ମନ୍ଦୋଦରୀ କହିଲେ ତମେ ସୀତାଙ୍କୁ ହରଣ କରିବ ବୋଲି ସେ ନା ଧରୁ ଧରୁ ତମେ ରଜାରୁ ଭିକାରୀ ବାଲୁଡି ଗଲଣି ଆଉ ସୀତାଙ୍କୁ ହରଣ କଲା ପରେ ତମ ଅବସ୍ଥା ଯେ କଣ ହବ ତମେ ଥରେ ଚିନ୍ତା କରୁଛ ରାବଣ କହିଲେ ଯାହା ହଉଛି ଆଉ କିନ୍ତୁ ତମେ ଟିକେ ଆସ ପାଖକୁ ମୁଁ ତମକୁ କିଛି କହିକିରି ଯିବି ତମଠୁ ବିଦାୟ ନେବି କଣ କହିବ କଣ କହିଲା ମା ରଙ୍କର ତ ନାମ ଆସ କବି ମାନେ ଚୌପଦୀ ଲେଖୁଛନ୍ତି 4 ଅକ୍ଷରରେ 4 ପଦରେ ଚୌପଦୀ ଲେଖୁଛନ୍ତି 3 ପଦରେ ତ୍ରିପଦୀ ଲେଖୁଛନ୍ତି କଡୁ କ୍ଷୟ ପର୍ଯ୍ୟନ୍ତ ଯୋଉ ଅକ୍ଷରରେ କାବ୍ୟ ତିଆରି ହୁଏ ତାକୁ 34 କହନ୍ତି କିନ୍ତୁ ଇଏ ଗୋଟେ କବି ଅଙ୍କ ଅଙ୍କ ଅଙ୍ଗ ଅଙ୍ଗରେ ସବୁ ପଦ ଲେଖିଛନ୍ତି ଏଇଟା ଗୋଟେ ନୂଆ ଜିନିଷ ଗো ମା ଏ ଲେଖକ କିଏ ଜାଣିଛ ନା ପାଲା ଜଗତର ଖ୍ୟାତ ବାବା ପ୍ରଖ୍ୟାତ ଗାୟକ ବାଙ୍କ ଦିଦି ଦାସ ଗରମ ତାଙ୍କର ସବୁ ବାଙ୍କଡା ବାଙ୍କଡା ଯୋଉ ବାଙ୍କା ପଦ ଯୋଉଟେ ବାଙ୍କା ନଥିବ ସେଇଟା ସବୁ ଫାଙ୍କା ଫାଙ୍କା ତାଙ୍କର ଏଟେ ଗୋଲ ଗୋଲ ଦେଖ ଅଙ୍କ ଅଙ୍ଗଠୁ ଆରମ୍ଭ ହଉଛି ରାବଣ ଡାକୁଛି ମନେ କରିକି ଅଙ୍କର ତ ନାମ ଆସ ଶଙ୍ଖ କଣ୍ଠି ତୋରେ ବସ ଅଙ୍କର ତ ନାମ ଆସ ଶଙ୍ଖ କଣ୍ଠି ତୋରେ ବସ ସୁନ୍ଦର ପଦ ରଙ୍କ ରତ ନାମ ଆସ ଶଙ୍ଖ କଣ୍ଠି କୋଳେ ବସ ଅଙ୍କ ଗଲା ରଙ୍ଗ ଧରରୁ ରମ୍ବା ଶଙ୍ଖ ନାଚ ଖାପି ରଙ୍କ ରତ
ବିନାଶ ଶଙ୍ଖ କଣ୍ଠି କୋଳେ ବସ ରଙ୍ଗ ଅଧରରୁ ରମ୍ଭା ଜଙ୍ଘନା ଚଖା ପିଉଷ ରମ୍ଭାବନ୍ଦେ କଦଳୀ କଦଳୀ ଗଛ ପରି ତୋର ଯୋଉ ଜଙ୍ଘ ଝିଅ ପିଲାମାନଙ୍କର ଏ ଜଘନକୁ କଦଳୀ ଗଛ ସହିତ ତୁଳନା କର ହେଲେ ଅଙ୍କ ଅଙ୍କ ଅଙ୍ଗ ଅଙ୍ଗ ହେଲା ତାପରେ କଣ ଆସିଲା ଅଞ୍ଚ ମୁଞ୍ଚ ମାନ ଖେଳ ଭାଷ ପାଞ୍ଚ ରାମା ରତି ରସ ରାବଣ କହୁଛନ୍ତି ମୁଞ୍ଚ ମାନେ ତ୍ୟାଗ କର ମୁଞ୍ଚିବା ମାନେ ତ୍ୟାଗ କରିବା ମାନ ଅଭିମାନ ସବୁ ତୁମର ଦେହରୁ ତ୍ୟାଗ କରିଦିଅ ମନରୁ କାଟି ଦିଅ ମୁଞ୍ଚ ମାନ ଖେଦ ଭାଷ ମୁଁ କହିବା ବଚନ ଶୁଣ ପାଞ୍ଚ ରାମା ରତି ରସ ପାଞ୍ଚ ମାନେ ଇଚ୍ଛା କରିବା ରତି ରସ ଉପରେ ଟିକେ ଇଚ୍ଛା ପ୍ରକାଶ କର କାହିଁକି ନା ଗଞ୍ଜଣା ଦେଉଛି ମାର ବରନ୍ଦେ କନ୍ଦର୍ପ ବାଣ ମତେ ଆଉ ରଖେଇ ଦଉନି ଏ ଜିନିଷଟାକୁ ବିନାଶ ଏ ଜିନିଷଟା ମାନେ ଏ କଷ୍ଟ ଅର୍ଥାତ ଏ କନ୍ଦର୍ପ କଷ୍ଟଟାକୁ ମୋର ଦୂର କର ତମେ ଚାହିଁଲେ ଦୂର କରିପାରିବ ଅଞ୍ଚ ଅଞ୍ଚ ଅଞ୍ଜ ଅଞ୍ଝ ଅଞ୍ଜ ଅଞ୍ଝ ପରେ କଣ ଆସିଲା ଅଣ୍ଟ ପାଣ୍ଟ ହୃଦୟ ସର ସରେ କଣ୍ଠରୁ ନ ସୁରେ ଭାଷ ସର ସରେ କଣ୍ଠରୁ ନ ସୁରେ ଭାଷ ସରସ ମାନେ ଶିଖିଲ ମୋର ଯୋଉ କନ୍ଦର୍ପ ବାଣ ଆଘାତରେ ମୋ ଦେହଟା ଜଳୁଛି ଗରମ ହେଇଯାଇଛି ତମେ ଚାହିଁଲେ ମତେ ଶୀତଳ ପ୍ରଦାନ କରିପାରିବ ପାଣ୍ଟ ହୃଦୟ ସରସରେ କଣ୍ଠରୁ ନ ସ୍ୱରେ ଭାଷ ମୋର କଣ୍ଠ ରୁଦ୍ଧ ହେଇଗଲାଣି ବଚନ ବାହାର ଖଣ୍ଡବ ଦୁର୍ଦଶାରେ ମୋର ଯୋଉ ଦୁର୍ଦଶା ଅଥାର କଷ୍ଟଟାକୁ ତମେ ଦୂର କର ଖଣ୍ଡମ ଦୁର୍ଦଶା ବାରେ ଷଣ୍ଢାସୀନ ମହିରସ ଷଣ୍ଢ ଉପରେ ଆସିନ ହୁଅନ୍ତି କିଏ ସେ ଦେବଦେବ ମହାଦେବ ଏତେ ବଡ ଯୋଗୀ ପୁରୁଷ ହେଲେ ମଧ୍ୟ ତୁମ ରୂପ ଦେଖିଲେ ସେ ମୋହିତ ହେଇଯିବ କଣ ଦେଲେ ଅଣ୍ଡ ହବ ନହେଲେ କଣ ଦେଲେ ଅଣ୍ଡ ହବ ଅଣ୍ଟ ଅଣ୍ଠ ଅଣ୍ଡ ଅଣ୍ଢ ତାପରେ କଣ ହେଲା ତାପରେ କଣ ଆସିବ ये चाटशाली पाठ लो आजिकाली प्राइवेट स्कूल अंत अंत पूरा केमिति हटा जानु जान ना ए जो अंड 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 ओडा नाही की ट ठ ड ढ ए तळ खाली ओडा देखि लक्ष्य करू रे जणा पडसियो अंट वाले ट आसिला अंठ वाले ठ आसिला अंड वाले ड आसिला अंड वाले ठ आसिला ट ठ ड ढ तापर कोन आसिला त थ ट
অন্তরুণ করি পর মন্থর গতি দাস অন্তরুণ করি পর মন্থর গতি দাস কুন্দরতি দেশ দেখি কুন্দরতি দেশ দেখি বান্ধবরে দাস অন্তর দাস সম্ভবতে করে বসা অন্তর ଅନ୍ତର ନକର ପର ମତେ ଅନ୍ତର ତମ ଦେହରୁ ମତେ ପର କରି ଦିଅନି ନାହିଁ ମନ୍ଥର ଗତିରେ ମନ୍ଥର ଗମନା ମୁଁ ତୁମର ଦାସତ୍ୱ ସ୍ୱୀକାର କରିଛି ଆଚ୍ଛା ହଁ ମନ୍ଥର ଗତି ତ ଦାସ ଅନ୍ତ ଅନ୍ତ ଅଙ୍ଗ କୁନ୍ଦ ଦନ୍ତୀ ରେ କୁନ୍ଦ ପୁଷ୍ପ ପ୍ରାୟ ଯେ ଦନ୍ତବନ୍ତୀ ତୁମର କୁନ୍ଦ ଦନ୍ତୀ ଦୋଷ ଦେଖି ବାନ୍ଧ ବଳେ ବାହୁବାସ ତମେ ଯଦି ଭାବିବ ମୁଁ ତମର ଦୋଷୀ ମୁଁ ଜଣେ ଦୋଷୀ ବୋଲି ତାହେଲେ ତୁମର ବାହୁ ରୂପକ ଫାଶରେ ମତେ ବାନ୍ଧି ପକା ଅନ୍ଧ ଅନ୍ଧ ଗଲା ତାପରେ କଣ ଆସିଲା ଅମ୍ପ ଗଲା ଭାବିଲେ ପଳେଇବ ଚମ୍ପକ ଗୋରି ଆ ସାଙ୍ଗି ବାମ୍ଫରେ ସଳେ ମାନସ ଚମ୍ପକ ଗୋରି ଆ ସାଙ୍ଗି ବାମ୍ଫରେ ସଳେ ମାନସ স্তম্ভর বান্ধিয়া ভরে স্তম্ভর বান্ধিয়া ভরে শম্ভু স্তনার খরস রঙ্কর নামস শঙ্খ কণ্ঠী পরে রস রঙ্কর নামস আসিলা অম্প অম্ফ অম্ভ অম্ভ চম্পক গরি রে চম্পা গরি চম্পক গরি আসাঙ্গি বাম্ফরে সড়ে মানস প্রেম বাম্ফরে মোদে মো মানস সড়ি যাଉଛି বাম্ফরে সড়ে মানস କହିବା স্তম্ভনা বাঙ্কিয়া ভণে শম্ভুস্তনা রক্ষ যস্য রে শম্ভু বলো শিবলিঙ্গ সদৃশ্য রজ দুইটি তোমার রে শম্ভুস্তনা তুমি মতে ଦେ তুমি কোলেই করি নিও ଆଚ୍ଛା এটাক কহি করি ହଁ এটাক কহি করি রাবণ চালি যাଉଛି মা সীতাଙ୍କୁ হରଣ କରିବା ପାଇଁ ହଁ